ନବୀନ ବାବୁ ରାଜନୈତିକ ଲୋକ ନୁହଁ। ନବୀନ ବାବୁ କେବଳ ନାଁକୁ ନବୀନ ବାବୁ, ତାଙ୍କ ବାପାଙ୍କ ନାଁ ବିଜୁ ପଟ୍ଟନାୟକ ବୋଲି ସିଏ ନବୀନ ପଟ୍ଟନାୟକ। ମୁଲାୟମ ସିଂ ଯାଦବଙ୍କ ପୁଅ ଅଖିଲେଶ ସିଂ ଯାଦବ ବୋଲି ସିଏ ମୁଲାୟମ ସିଂଙ୍କ ପୁଅ ବୋଲି ସିଏ ଅଖିଲେଶ ସିଂ ଯାଦବ। ସେମିତି ଯଦି ଆପଣ ଦେଖିବେ ଷ୍ଟାଲିନଙ୍କ ପୁଅ ବୋଲି ସିଏ ଯେଉଁ ଡିକେ ଷ୍ଟାଲିନ ଯେଉଁ ଭଳିଆ କଥାବାର୍ତ୍ତା କରୁଛନ୍ତି ସିଏ ତାଙ୍କ ପୁଅ। ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ବୋଲି ସିଏ ତେଜସ୍ୱୀ ଯାଦବ। କିନ୍ତୁ ଏମାନେ ରାଜନୈତିକ ମେଟେରିଆଲ ନୁହନ୍ତି। ନବୀନ ବାବୁଙ୍କୁ ଯେତେବେଳେ ଅଣା ହେଲା ସେ ସମୟରେ, ସେତେବେଳେ ବହୁତ ଭଲ ଭଲ ନେତା ଥିଲେ। ରାମକୃଷ୍ଣ ପଟ୍ଟନାୟକ ଥିଲେ, ଗଞ୍ଜାମର ଥିଲେ, ଦାମ ରାଉତ ଥିଲେ, ପ୍ରଫୁଲ୍ଲ ଗଡ଼େଇ ଥିଲେ, ବିଜୟ ମହାପାତ୍ର ଥିଲେ। ସେମାନେ ଆଣିଥିଲେ, ଦିଲ୍ଲୀପ ରାୟ ସାର୍ ବି ଥିଲେ। ସେମାନେ ସବୁ ଆଣିଥିଲେ ଯେ ନାଇଁ ଆମେ କଂଗ୍ରେସ ତ ମାଡ଼ି ମାଡ଼ି ଯାଉଛି, ବିଜୁ ବାବୁଙ୍କ ଜନତା ଦଳଟା ପୁଣି ବଞ୍ଚିବା ଦରକାର। ଅଶୋକ ଦାସ ବି ଥିଲେ, ବଞ୍ଚିବ କେମିତି? ତ ସିଏ କହିଲେ ନାଇଁ, ତାଙ୍କ ଭାଇମାନଙ୍କୁ ପଚାରିଲେ, କହିଲେ ଆମେ କିଏ ଯିବୁନୁ। କହିଲେ ତାହେଲେ ନବୀନ ବାବୁଙ୍କୁ ପଚାର। ତ ନବୀନ ବାବୁ ରାଜି ହେଲେ, ସିଏ ଆସିଲେ। ତେଣୁ ରାଜନୀତି କରିବା ଲୋକ ସିଏ ନୁହଁ, ସେ ଭାରି ଶାନ୍ତ ପ୍ରିୟ ଲୋକ ଏବଂ ସିଏ ସବୁ ହୋ ହାଲା କରିବା ଲୋକ ନୁହଁ, ଭାରି ଭଦ୍ର ଲୋକ। ଶାନ୍ତ ହେଲେ ବି ଓଡ଼ିଆ ଅସ୍ମିତାକୁ ଆଘାତ ଦେଇଥିବା, ଓଡ଼ିଶାର ବରପୁତ୍ର ମାନଙ୍କୁ, ଓଡ଼ିଶାର ବରପୁତ୍ରଙ୍କ ନାମରେ ନାମିତ ଥିବା ସବୁ ରାସ୍ତା ଯୋଜନା ବି ହଉ ତାକୁ ପରିବର୍ତ୍ତନ କରି ତାଙ୍କୁ ମିଶନାରୀଙ୍କ ନାମରେ ନାମିତ କରିବା କେମିତି ଜଣେ ଭଲ ଲୋକର ଲକ୍ଷଣ? ସିଏ କରିନାହାନ୍ତି, ପ୍ୟାରୀ ବାବୁ କରେଇଛନ୍ତି। ତାଙ୍କର ଯିଏ ଆଡଭାଇଜର ଆଗରୁ ଥିଲେ ପ୍ୟାରୀମୋହନ ମହାପାତ୍ର, ସେ ତ ବ୍ରାହ୍ମଣ ଥିଲେ ନା। ପ୍ୟାରୀମୋହନ ମହାପାତ୍ର ବ୍ରାହ୍ମଣ ଥିଲେ ସତ, କିନ୍ତୁ ଚିନ୍ତାଧାରା ଥିଲା ବାମପନ୍ଥୀ।